ସ୍ତ୍ରୀ କାହାର? ଗୋଟିଏ ଗାଁରେ ଦୁଇ ଜଣ ବନ୍ଧୁ ରହୁଥିଲେ। ପରସ୍ପର ମଧ୍ୟରେ ଖୁବ୍ ବନ୍ଧୁତା ଥିଲା। ଜଣେ ଧନୀ ବ୍ୟକ୍ତି, ଅନ୍ୟ ଜଣେ କବି। ସମୟକ୍ରମେ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗିଲା। ଦିନେ ଦୁଇ ଜଣ ଲୋକ ଆସି ଆକବରଙ୍କ ଦରବାରରେ ପହଞ୍ଚିଲେ। ସେମାନେ ପରସ୍ପର ଭିତରେ ଝଗଡ଼ା କରୁଥିଲେ। ଆକବର ସେମାନଙ୍କୁ ନିଜ ନିଜର ଅଭିଯୋଗ ଶୁଣାଇବା ପାଇଁ କହିଲା। ପ୍ରଥମ ଅଭିଯୋଗକାରୀ ଜଣେ ଧନୀ ବ୍ୟକ୍ତି ଥିଲେ। ସେ କହିଲେ, ଜାହାପନା, ମୋ ସ୍ତ୍ରୀକୁ ଏ ଲୋକ କହୁଛି ମୋର। ଦ୍ୱିତୀୟ ଅଭିଯୋଗକାରୀ କହିଲା, ଆଜ୍ଞା, ମୁଁ ଜଣେ କବି। କୌଣସି ଏକ କାମରେ ମୁଁ 2 ମାସ ହେବ ରାଜ୍ୟ ବାହାରକୁ ଯାଇଥିଲି। ଘରେ ଆସି ଦେଖେ ତ ମୋ ସ୍ତ୍ରୀ ନାହିଁ। ବହୁତ ଖୋଜାଖୋଜି ପରେ ଜାଣିବାକୁ ପାଇଲି ଏ ଧନୀ ଲୋକ ଘରେ ମୋ ସ୍ତ୍ରୀ ରହିଛି। ଆଉ ମୁଁ ଯେତେ ଚେଷ୍ଟା କଲେ ବି ସେ ମୋ ସ୍ତ୍ରୀ ସହିତ ଦେଖା କରିବାକୁ ଦେଉନାହିଁ। ଆପଣ ଏହାର ବିଚାର କରି ମୋତେ ମୋର ସ୍ତ୍ରୀଙ୍କୁ ତାଙ୍କ ପାଖରୁ ଫେରାଇ ଆଣନ୍ତୁ। ଏହା ଶୁଣି ଧନୀ ବ୍ୟକ୍ତି କହିଲେ, ଜାହାପନା, ଏହାଙ୍କ ସ୍ତ୍ରୀ କ'ଣ କଣ୍ଢେଇ ହୋଇଛି ଯେ ମୁଁ ତାକୁ ଲୁଚାଇ ରଖିଛି? ସେ ମୋ ସ୍ତ୍ରୀକୁ କହୁଛି ତାର ବୋଲି। ଆପଣ ଏହାର ବିଚାର କରନ୍ତୁ। ଏହା ଶୁଣି ବାଦଶାହ ଆକବର ବଡ଼ ଚିନ୍ତାରେ ପଡ଼ିଲେ। ସେ ଉକ୍ତ ସ୍ତ୍ରୀ ଲୋକଟିକୁ ଡାକି ଯେତେ ପଚାରିଲେ ମଧ୍ୟ ସେ କିଛି ନ କହି ଚୁପଚାପ ରହିଲା। ଆକବରଙ୍କ ବୁଦ୍ଧି ଆଉ କିଛି କାମ ଦେଲା ନାହିଁ। ସେ ବୀରବଲଙ୍କୁ ଡାକି ସମସ୍ତ କଥା ଜଣାଇଲେ। ବୀରବଲ ଏହା ଶୁଣି କହିଲେ, ଜାହାପନା, ମୁଁ ଏହାର ସମାଧାନ ଅତି ଶୀଘ୍ର କରିଦେଉଛି ଯେ ପ୍ରକୃତରେ ଏ ସ୍ତ୍ରୀ କାହାର। ପ୍ରଥମେ ବୀରବଲ ଏକ ଟଙ୍କା ବିଡ଼ା ଆଣି ସେ ସ୍ତ୍ରୀ ଲୋକଟିକୁ ଦେଲେ ଗଣିବା ପାଇଁ। ସ୍ତ୍ରୀ ଲୋକଟି ଟଙ୍କା ବିଡ଼ାଟାକୁ ଧରି ଗଣୁଥିବା ବେଳେ ତା ହାତରୁ ଟଙ୍କା ସବୁ ପଡ଼ି ଯାଉଥାଏ। ସେ ଟଙ୍କାକୁ ତଳୁ ଉଠାଇ ପୁଣି ଗଣୁଥାଏ। ଏହିପରି ସେ ବହୁତ କଷ୍ଟରେ ଟଙ୍କା ସବୁ ଗଣି କହିଦେଲା, ମାତ୍ର ତାର ଗଣନା ଭୁଲ ଥିଲା। ଏଥର ବୀରବଲ ଏକ କଲମ ଓ କାଳି ଦୁଆତ ମଗାଇଲେ। ସ୍ତ୍ରୀ ଲୋକଟିକୁ କହିଲେ, ଏ ଖାଲି କଲମରେ କାଳି ଭର୍ତ୍ତି କର। ସ୍ତ୍ରୀ ଲୋକଟି ସଙ୍ଗେ ସଙ୍ଗେ କଲମକୁ ଖୋଲି କାଳି ଦୁଆତରୁ କାଳି ଢକ ଢକ କରି ପୁରାଇ ଦେଲା। ଏକ ଠୋପା ବି ତଳେ ପଡ଼ିଲା ନାହିଁ। ଏହା ଦେଖି ବୀରବଲ କହିଲେ, ଜାହାପନା, ଏ ସ୍ତ୍ରୀ ଲୋକଟି ପ୍ରକୃତରେ କବିର ସ୍ତ୍ରୀ ଅଟେ। ବାଦଶାହ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ବୀରବଲ, ତୁମେ କିପରି ଜାଣିଲ? ବୀରବଲ କହିଲେ, ହଜୁର, ଏ ସ୍ତ୍ରୀ ଲୋକଟି ଯଦି ଧନୀର ସ୍ତ୍ରୀ ହୋଇଥାନ୍ତା ତେବେ ଟଙ୍କା ବିଡ଼ା ଗଣୁଥିବା ସମୟରେ ଟଙ୍କା ସବୁ ତା ହାତରୁ ଖସୁ ନଥାନ୍ତା। ଏ କିନ୍ତୁ କବିର ସ୍ତ୍ରୀ, କାରଣ ସେ ତାର ସ୍ୱାମୀକୁ ସବୁଦିନ ଲେଖିଲା ବେଳେ କଲମରେ କାଳି ପୁରାଇବାରେ ଅଭ୍ୟସ୍ତ ଥିଲା। ତେଣୁ ତା ହାତରୁ ଗୋଟେ ଠୋପା ବି କାଳି ତଳେ ପଡ଼ିଲା ନାହିଁ। ଏହା ଶୁଣି ଧନୀ ବ୍ୟକ୍ତି ନୀରବ ରହିଲା ଏବଂ କବି ତାର ସ୍ତ୍ରୀକୁ ନେଇ ଘରକୁ ଫେରିଲା।